ଏହି ରେସିପିଟି ଦେଖିବାକୁ ଆଳୁଚପ ଭଳି କିନ୍ତୁ ଏ ରେସିପିଟି ଆଳୁଚପ ନୁହେଁ ବୁଟ ଡାଲିରେ ବନାଯାଇଥିବା ପିଠା। ଏହି ରେସିପି ଖାଇବାକୁ ବହୁତ ବଢ଼ିଆ ଲାଗିଥାଏ। ଆପଣ ଦେଖିଲା ମାତ୍ରେ ଚାହିଁବେ ଯେ ଏମିତି ଘରେ ବନେଇକି ସମସ୍ତଙ୍କୁ ଖାଇବାକୁ ଦେବା ପାଇଁ। ନମସ୍କାର, ମମତା କିଚେନ୍ ଓଡ଼ିଆକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଆପଣ এই ମାଣବସା ଗୁରୁବାରରେ এই ପିଠାଟିକୁ ଘରେ ବନାନ୍ତୁ ଏବଂ ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ। ଦେଖିବେ ସମସ୍ତେ ପସନ୍ଦ କରିବେ এই ପିଠାଟିକୁ। ଆଶା କରୁଛି ଆଜିର এই ରେସିପି ଆପଣଙ୍କୁ ଭଲ ଲାଗିବ। ଆପଣ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଯଦି ଇନଷ୍ଟାରେ ଦେଖୁଛନ୍ତି ତେବେ ଫଲୋ ତ ନିଶ୍ଚିନ୍ତ କରିବେ। ଏବେ ଚାଲନ୍ତୁ ଦେଖିନେବା ଆଜିର ରେସିପି। ଆଜିର এই ରେସିପି ବନେଇବା ପାଇଁ ମୁଁ ଏଠି ଗୋଟେ ଗିନା ଅରୁଆ ଚାଉଳ ନେଇଯାଇଛି। ଯେଉଁ ଗିନାରେ ମୁଁ ମେଜର କରିକି ଅରୁଆ ଚାଉଳ ନେଇଥିଲି ସେଇ ଗିନାରେ ଏଠି ମେଜର କରିକି ଗୋଟେ ଗିନା ମୁଁ ବିରି ନେଇଯାଇଛି। ଗ୍ରାମ ହିସାବରେ ମୋର ଚାଉଳ 100 ଗ୍ରାମ ଅଛି, ବିରି ବି ମଧ୍ୟ ସେମିତି 100 ଗ୍ରାମ ଅଛି। ଏବେ ବିରି ଚାଉଳକୁ ଗୋଟେ ଜାଗାରେ ଦେଇକି 2 ରୁ 3 ଥର ଭଲ ଭାବରେ ଏମିତି ଧୋଇ ନେବା ଏବଂ ବିରି ଚାଉଳକୁ 3 ରୁ 4 ଘଣ୍ଟା ଏମିତି ଭିଜେଇକି ରଖିନେବା। ଏବେ ଆରପଟ ସାଇଡ୍ରେ ମୁଁ ଏମିତି କିଛି ବୁଟ ଡାଲି ନେଇଯାଇଛି। ବୁଟ ଡାଲିକୁ ପାଣିରେ ଭିଜେଇକି ରଖି ନେଇଛି। ବୁଟ ଡାଲି ଆମର ଭଲ ଭାବରେ ଭିଜି ଯାଇଛି। ଗ୍ରାମ ହିସାବରେ ମୁଁ 150 ଗ୍ରାମ ବୁଟ ଡାଲି ନେଇଛି। ଏବେ କ'ଣ କରିବା ନା ଏବେ ଗୋଟେ ଜାଗାକୁ ଦେଇଦେବା ବୁଟ ଡାଲିକୁ। ଦେଖନ୍ତୁ ମୁଁ ଏମିତି ଗୋଟେ ଛୋଟ ପ୍ରେସରକୁ ଦେଇଦେଇଛି। ତାପରେ ସେଥିରେ ଅଳ୍ପ କିଛି ଏମିତି ପାଣି ଦେଇଦେଇଛି। ପାଣି ଦେଇକି 2ଟା ସିଟି ଲଗାଇ ନେବା। ବୁଟ ଡାଲିକୁ ସିଝେଇଲା ବେଳେ ମନେ ରଖନ୍ତୁ ଅତ୍ୟଧିକ ପାଣି ଦେବେ ନାହିଁ। ଅତ୍ୟଧିକ ପାଣି ଦେଲେ ବୁଟ ଡାଲି ସିଝିଯିବ ବା ପାଣି ରହିବ ବୁଟ ଡାଲିରେ। ଯେତିକି ବୁଟ ଡାଲିକୁ ଦରକାର ସିଝିବା ପାଇଁ ବା ବୁଟ ଡାଲିର ଟିକେ ଉପରକୁ ରହିଥିବ ସେତିକି ପାଣି ଦେଇକି ଆପଣ ବୁଟ ଡାଲିଟିକୁ ସିଝେଇ ନେବେ। ଏବେ ଆରପଟ ସାଇଡ୍ରେ ଆମର ବିରି ଚାଉଳ ମଧ୍ୟ ଭଲ ଭାବରେ ଭିଜି ଯାଇଛି। ଏବେ କ'ଣ କରିବା, ଏବେ ୟାକୁ ଗୋଟେ ମିକ୍ସିଂ ଜାରରେ ଦେଇକି ଭଲ ଭାବରେ ଚିକଣ କରିକି ଗୋଟେ ପେଷ୍ଟ ବନେଇକି ନେଇ ଆସିବା। ତ ଏଠି ଏବେ କ'ଣ କରିବା ନା ଯେଉଁ ଗିନାରେ ଆପଣ ମେଜର କରିକି ଚାଉଳ ବିରି ନେଇଥିବେ ସେଇ ଗିନାରେ ମେଜର କରିକି ଏଠି ସେମିତି ପାଣି ଦେଇଦେବେ। ଯେହେତୁ ବିରି ଚାଉଳରେ ଲାଗିକି ରହିଥାଏ ପାଣି, ସେଥିପାଇଁ ମୁଁ ଗୋଟେ ଗିନାରୁ ଅଧା ଏଥିରେ ପାଣି ଦେଇକି ଏମିତି ଭଲ ଭାବରେ ପେଷ୍ଟ ବନେଇକି ନେଇ ଆସିଛି। ଆପଣ ଏମିତି ଚିକଣ କରିକି ବାଟିବେ, ବିଲକୁଲ ଖଦଡ଼ ରଖିବେ ନାହିଁ। ଏବେ କ'ଣ କରିବା ନା ଏମିତି ଗୋଟେ ବାଉଲକୁ ଦେଇଦେବା। ଆପଣ ଏଠି ଗୋଟେ ଜିନିଷ ଧ୍ୟାନ ରଖିବେ, ବ୍ୟାଟରଟିକୁ ପତଳା କରିବେ ନାହିଁ, ଏମିତି ହିଁ ରଖିବେ। ଯଦି ଆପଣଙ୍କର ବ୍ୟାଟରଟି ମୋଟା ହେଇଯାଉଛି ତେବେ ଆପଣ ଏଠି ପଛରେ ଅଳ୍ପ 2 ରୁ 3 ଚାମଚ ଏଠି ପାଣି ଦେଇକି ଏଠି ଦେଖିପାରିବେ। କିନ୍ତୁ ପ୍ରଥମରୁ ଆପଣ ବିଲକୁଲ ଅଧିକ ପାଣି ଦେଇକି ବାଟିବେ ନାହିଁ। ଅତ୍ୟଧିକ ପାଣି ହେଇଗଲେ ଏ ପିଠାଟି ଭଲ ବନିବ ନାହିଁ। ତ ଏବେ କ'ଣ କରିବା ନା ଏବେ ଏଠି ମୁଁ ସ୍ୱାଦ ଅନୁସାରେ ଲୁଣ ଦେଇଦେଇଛି। ଲୁଣ ଦେଇକି ଭଲ ଭାବରେ ଏହିପରି ଚାମଚ ସାହାଯ୍ୟରେ ଏମିତି ମିକ୍ସ କରି ନେବା। ମିକ୍ସ କରିସାରିଲା ପରେ ଆପଣ କ'ଣ କରିବେ ନା ଆକୁ ସାଇଡ଼କୁ ରଖିନେବେ। ତାପରେ ଆରପଟ ସାଇଡ଼୍ରେ ମୁଁ ବସେଇ ନେଇଛି ବୁଟ ଡାଲି। ବୁଟ ଡାଲି ମଧ୍ୟ ଆମର 2ଟା ସିଟି ଦେଇଦେଇଛି। ମୁଁ ଏବେ ଗ୍ୟାସ୍ ଅଫ୍ କରି ନେଇଛି। ଏବେ ମୁଁ ଆପଣଙ୍କୁ ଥଣ୍ଡା ହେଲା ପରେ ଦେଖାଉଛି। ତ ଏବେ ଏଠି ଦେଖନ୍ତୁ କେତେ ସୁନ୍ଦର ଆମର এই ବୁଟ ଡାଲିଟି ଭଲ ଭାବରେ ସିଝି ଯାଇଛି। ପାଣି ବି ମଧ୍ୟ ସବୁ ସୋକ୍ କରିଯାଇଛି। ଏକ୍ସଟ୍ରା ପାଣି ବେଶୀ କିଛି ନାହିଁ। ଯଦି ବା ଆପଣଙ୍କର ଏକ୍ସଟ୍ରା ପାଣି କିଛି ରହିଯାଉଛି ବା ଲାଗିକି ରହୁଛି ଆପଣ ଏମିତି ଟିକେ ଷ୍ଟେନରରେ ବାହାର କରିନେବେ। ଯେତେବେଳେ ପାଣି ସବୁ ବାହାରିଯିବ ଆପଣ ଏମିତି ବୁଟ ଡାଲିକୁ ଗୋଟେ ଜାଗାକୁ ବାହାର କରିକି ଏମିତି ଥଣ୍ଡା କରିନେବେ। ଏବେ ଦେଖନ୍ତୁ ଯେହେତୁ ବୁଟ ଡାଲିଟି ଗରମ ଅଛି ଏବେ ଗୋଟେ ଜାଗାକୁ ଏମିତି ବାହାର କରିକି ମୁଁ ଫ୍ୟାନ୍ ତଳେ ରଖିକି ଏମିତି ଥଣ୍ଡା କରି ନେଉଛି। ବୁଟ ଡାଲିଟିକୁ ମନେ ରଖନ୍ତୁ ପୁରା ଥଣ୍ଡା କରିବେ। ତ ଏବେ ଏଠି କ'ଣ କରିବା ନା ଏବେ ଏଠି ମୁଁ ସ୍ୱାଦ ଅନୁସାରେ ଗୁଡ଼ ଦେଇଦେଉଛି। ଆପଣ ବିଲକୁଲ ଏଠି ଲିକ୍ୱିଡ଼ ଗୁଡ଼ ନେବେ ନାହିଁ, ଏମିତି ଟିକେ ଡ୍ରାଏ ଗୁଡ଼ ନେବେ। ଲିକ୍ୱିଡ଼ ଗୁଡ଼ ନେଲେ କ'ଣ ହେବ ନା ଆପଣଙ୍କର ଏହି ବୁଟ ଡାଲିଟି ପତଳା ହେଇଯିବ, ଆପଣ ଏ ପିଠାଟିକୁ ବନେଇ ପାରିବେ ନାହିଁ। ଏମିତି କିଛି ଗୁଡ଼ ଦେଲା ପରେ ଏଠି ଗୁଜୁରାତି ଗୋଲମରିଚ ଗୁଣ୍ଡ ମୁଁ ଏଠି 1/2 ଚାମଚ ଦେଇଦେଇଛି। ଏସବୁକୁ ଦେଇକି ହାଲକାରେ ଏମିତି ଗୋଳେଇ ନେବେ। ବେଶୀ ଏହାକୁ ପ୍ରେସ୍ କରିକି ଚକଟିବେ ନାହିଁ। ହାଲକା ହାଲକା ଗୁଡ଼ ଯେମିତି ସେଥିରେ ଲାଗିକି ରହିବ ଆପଣ ଏମିତି ହାଲକା ହାଲକା ବୁଟ ଡାଲିରେ ଗୁଡ଼ଟିକୁ ଏମିତି ମିଶେଇ ନେବେ। ତାପରେ କ'ଣ କରିବା ନା ଏମିତି ଭଲ ଭାବରେ ମିଶେଇ ସାରିଲା ପରେ ଆପଣ ଯେମିତି ଲଡ଼ୁ କରନ୍ତି ସେମିତି ଗୋଟେ ଗୋଟେ କରିକି ଏମିତି ଲଡ଼ୁ କଲା ଭଳି ଆପଣ ଏମିତି ବନେଇ ନେବେ।
एबे देखंतु मु एमती चकटिकी रखी नेछि। एबे एमती किछि लडू परी आमे बनै नबा। आपण ए रेसिपीटी को थरे बनाई कि देखंतु, देखिबे घर लोक बहुत पसंद करिवे ए पिठाटी को एवं सब बेले चाहिबे एमती बनैबा पई। एबे एमती किछि मु बनै कि रखी नेछि। आर पटा साइड रे मध्य मु तेल देकी गरम करि नेछि। तेल को मध्य सेमती आपण अत्यधिक गरम करिवे नाही, हल्का आपणकर गरम होबा दरकार बा लो टू मीडियम फ्लेम रे आपण तेलटी को गरम करि नेबे। एबे याकू साइड को रखी नबा एवं नेक्स्ट प्रोसेस को जिबा। एबे बैटर टी को आमे चेक करि नबा। एबे कोन करबा ना, बैटर टी जेहेतु अधिक टिके थिक लागुछि, एबे एठी 1 रु 2 चम्मच भली पानी देकी एमती टिके गोळै नबा एवं हाफ चम्मच एठी पान महुरी दे देबे। पान महुरी रो फ्लेवर बहुत बढ़िया आसीबो ए पिठा रे। आपण भल्ला भाबरे एही परी मिक्स करि नेबे। तापर कोन करबा ना, आपण जो बुट डालीटी को लडू बनैला परी करिकी रखिथेबे एबे से बैटर रे दे देबे। तापरे गोटे गोटे नै कि एमती तेल रे पकई नेबे। मु आपन को जेमती देखौछि आपण सेमती पकई परिबे, नाही तो आपन को जदी हाथ रे सुविधा होछि आपण हाथ रे मध्य नै कि गोटे गोटे करिकी एमती देई परिबे। एबे सेपटे हमर तो तेल गरम हो जाइछि। देखंतु मु एमती गोटे गोटे करिकी देई देउछि। गैस रा फ्लेम को प्रथमे लो रे रखिथिबे। तापरे कोन करिवे ना, ए सब को दे सारा पर लो टू मीडियम फ्लेम रे गैस को रखिबे एवं एपट सेपट करके गोल्डन ब्राउन कलर हैला पर्यंत आपण एमती तेल रे एपट सेपट करि नेबे। आपण किए केते प्रकार तो पिठा बनाउथिबे, किंतु थरे एही परि बनाई कि देखंतु, देखिबे बहुत बढ़िया लागिबो। एबे गोटे पटा साइड एमती हेई आसले आर पटा साइड को एही परि ओल्टेई नेबे। देखिबाकू आलू चप भली, किंतु खाइबाकू ये पिठा खाइबाकू तो बहुत बढ़िया लागि थाए। भितरु नरम रहिबो, ऊपर पूरा क्रिस्पी रहिबो। एबे जेहेतु हेई आसलानी एबे मु बाहर करि नउछि एवं रहि जाइथबा बळका बैटर को आमे एही परि बनै नबा। एबे आउ किछि एमती बनै कि मु आपन को देखै दोछि। सेही सेम प्रोसेस रे आपण सबुतिक एमती बनै नेबे। एबे मु एमती किछि बनै कि रखी नेछि। एबे आपन को आज रही रेसिपी केमती लागिला, आपनकर आज रही बुट डाली पिठा रेसिपीटी प्रस्तुत हो जाइछि। आशा करूछि भल लागिथिबो। आपण देखिकी जानि पारुथिबे पिठाटी केते सुआदिया हेथिबो। जदि मोर ए रेसिपी आपन को भल लागिछि तेबे कमेंट बॉक्स रे निश्चित कमेंट करिवे ए रेसिपीटी आपन को केमती लागिला। तेबे मु एठी आपन को गोटे एमती भांगी की देखै दोछि। आपन देखिकी पिठाटी को जानि पारुथिबे जे केते सुआदिया हेथिबो। आशा करुछि आज रेसिपी आपन को पसंद आसीथिबो। जदि मोर ए रेसिपी आपन को पसंद आसीछि तेबे लाइक शेयर सब्सक्राइब निश्चिंत करिवे। मो आ गोटे रेसिपी नै कि आसीबी, से पर्यंत रहिली। नमस्कार।